କାଲି ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ରାଜରାସ୍ତାରେ ଗୋଟେ ବଢିଆ ଜିନିଷ କରୁଥିଲେ, ଯୋଡ ଯୋଡ ଭାରତ ଯୋଡ ଏ କଥା କହୁଥିଲେ। କାଶ୍ମୀର ପେହେଲଗାମ ଘଟଣା ନେଇକରି କରୁଥିଲେ, କିନ୍ତୁ ଏ କଥା ମୁଁ ତାଙ୍କ ପାଟିରୁ କେବେ ଶୁଣିପାରିଲିନି କି ଭାରତ ମାତା କି ଜୟ। ମାନେ ଭାରତ ମାତାର ଗୁଣଗାନ କରିପାରିବେନି, କିନ୍ତୁ କହିବେ ଆମେ ଭାରତରେ ଅଛୁ, ଆମେ ଭାରତକୁ ସମାନ ଭାବରେ ଭଲ ପାଉଛୁ। କିନ୍ତୁ ତମ ମନରେ ପାକିସ୍ତାନ ପ୍ରତି ଯଦି ପ୍ରେମ ଅଛି, ତମେ ଏଇ ଟାଇମରେ ଛାଡି ଚାଲି ଯାଇପାର। କାହିଁକି ନା ତମେ ଯଦି ଭାରତ ମାତାର ଜୟ ଗୁଣଗାନ କରି ନ ପାରିବ, ତାହେଲେ ତମେ ଭାରତରେ କାହିଁକି ରହିବ? କହୁଛ ଭାରତର ଆମେ ମୂଳ ନିବାସୀ, ଭାରତର ମୂଳ ନିବାସୀ ତମେ କେମିତି ହେଲ? ଯେତେବେଳେ ପାକିସ୍ତାନ ଗଢା ହଉଥିଲା, ତମେ 93% ଲୋକ ଭୋଟ ଦେଇଥିଲ ପାକିସ୍ତାନ ଗଢା ହବ ବୋଲି। ସେଇ ଟାଇମରେ କାହା ଯୁଗୁରୁ ତମେ ରହିଯାଇଛ ଭାରତରେ? ରହିଲା ପରେ ବି ତମେ ଅଶାନ୍ତି କରାଉଛ। ଭୀମରାଓ ଆମ୍ବେଦକରଙ୍କ ବହିରେ ବି ଲେଖା ଅଛି, ବାବା ସାହେବ ଭୀମରାଓ ଆମ୍ବେଦକର ବହିରେ, ଯେ ଭାରତର ନିର୍ଦ୍ଦିଷ୍ଟ ଗୋଟେ ସମ୍ପ୍ରଦାୟ ରହିଲେ ଭାରତକୁ କେବେ ଶାନ୍ତିପ୍ରିୟ କରେଇ ଦେବେ ନାହିଁ। ଏଟା ମୁଁ କହୁନି, ଇଣ୍ଡିଆ ପାକିସ୍ତାନ ବିଭାଜନ ବୁକରେ ଲେଖା ଅଛି। ଯଦି କହିବ ତାର ପ୍ରମାଣ କରି ଦେଖେଇ ଦେବି।